ଅଧି ଅଧି ଝୁଲି ରାଜନର କାନ୍ଧେ ହସୁଥାଏ ସେ ବେତାଳ କାହାଣୀର ଆଢୁଆଳି ଅନ୍ଧାରଟା ସାରା ଖେଳେ ଛକା ପଞ୍ଝା ପ୍ରଶ୍ନ ଖେଳ। ସେଦିନ ସିନା ମୁଁ ତୋ ପ୍ରଶ୍ନର ଉତ୍ତର ଦେଇପାରିନଥିଲି, କିନ୍ତୁ ଆଜି ମୁଁ ତୋର ସବୁ ପ୍ରଶ୍ନର ଉତ୍ତର ଦେବି। ସେଥିପାଇଁ ପୂର୍ଣ୍ଣ ପ୍ରସ୍ତୁତ ହେଇ ଆସିଛି। ରାଜନ ତୁ ଦେଇପାରିବୁ ତ? ପଚାରି ଦେଖ ବେତାଳ। ହଉ ଠିକ ଅଛି ରାଜନ, ମୋର ପ୍ରଶ୍ନ ଗୋଟିଏ ଆଉ ଉତ୍ତର ଦିଟା। ତେବେ ପ୍ରଶ୍ନ କ'ଣ କହ? ତେବେ କହ, ଓଡ଼ିଶାର ଦାଦନ ସାଂସଦ କିଏ ଆଉ କ'ଣ ପାଇଁ? ବନ୍ଦ କର ବେତାଳ। ଲିଙ୍ଗର ଉଖୁଡ଼ା ଭଳିଆ ତୋର ଦାନ୍ତଟାକୁ ହେଇଛି, ତୋର ଦାନ୍ତଟାକୁ କେଲେଇ ପକଉଛି। ଆରେ ବେତାଳ, ଏ ପ୍ରଶ୍ନର ଉତ୍ତର ଅତ୍ୟଧିକ ସହଜ। ଆରେ ଏଇ କଥା ପଡ଼ା ଦାଣ୍ଡରେ ପଡ଼ି ହାଟରେ ଗୋଡ଼ ଗୋଡ଼ଉଛି। ତାର ଉତ୍ତର ଶୁଣ ବେତାଳ। କହ ରାଜନ, ସିଏ କିଏ? ସେ ହେଉଛନ୍ତି ତେଲିଆ ପ୍ରଧାନ। ରାଜନ ସିଏ କିଏ ବେ ତେଲିଆ ପ୍ରଧାନ? ଆରେ ମାନେ ଆମର ଧର୍ମେନ୍ଦ୍ର ପ୍ରଧାନ। ସିଏ ଓଡ଼ିଶାରେ ନିର୍ବାଚନ ଜିତିବା ପାଇଁ ଅସମର୍ଥ, ସେଥିପାଇଁ ବିହାର ଆଉ ମଧ୍ୟପ୍ରଦେଶରେ ଯାଇକି ଦାଦନ ନେତା ସାଧିଛନ୍ତି। ରାଜନ ତୁ ସଠିକ ଉତ୍ତର ଦେଇଛୁ। ବେତାଳ, ମୁଁ ତ ପ୍ରଶ୍ନର ସଠିକ ଉତ୍ତର ଦେଲି। ଏବେ ତୁ ମୋ ସହିତ ରାଜନଗରକୁ ଚାଲ ମୋର ସମସ୍ୟାର ସମାଧାନ କରିବା ପାଇଁ। ନାଇଁ 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 ରାଜନ, ହେଇପାରିବନି। ତୁ ବହୁତ ଚାଲାକ ମୁଁ ଦେଖୁଛି, ନାଇଁ କି? ତୁ ମୋର ଗୋଟିଏ ଉତ୍ତର ଦେଇଛୁ, ହେଲେ ଆଉ ଗୋଟେ ଉତ୍ତର ମାନେ ମେନ୍ କଥା। ଆରେ ମୂର୍ଖ ବେତାଳ, ଏହାର ଅନ୍ୟ କୌଣସି ଉତ୍ତର ନାହିଁ। ନାହିଁ? ଅଛି ନା ଆଉ। କହ ବେତାଳ, କହ। କାହିଁକି ନା ଓଡ଼ିଶାରୁ ସେ ଲୋକଙ୍କ ସମର୍ଥନ ପାଇନାହାନ୍ତି। ଖାସ୍ ସେଇଥିପାଇଁ ବାହାର ରାଜ୍ୟରେ ଯାଇ ଦାଦିନିଆ ହେଇ ବୁଲୁଛନ୍ତି। କ'ଣ ବୁଝିପାଇଲୁ ରାଜନ? ହଁ ବେତାଳ, ହଁ। ତାହେଲେ ତୁ ତ ମୋର ପ୍ରଶ୍ନର ଉତ୍ତର ଦେଇପାରିଲୁନୁ, ତାହେଲେ ମୁଁ ଚାଲିଲି।